प्रभु ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଆଉ ଭଉଣୀମାନଙ୍କୁ ମୋର ନମସ୍କାର। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ବାକ୍ୟ ପ୍ରଚାର କରୁଛି ଆଉ ଆପଣମାନେ ସେହି ପ୍ରଚାରକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଆଉ ଆଶୀର୍ବାଦ ପାଆନ୍ତୁ। ତ ଆସନ୍ତୁ ଆମେ ଆଜିର ଶିକ୍ଷା ଆଡ଼କୁ ଯିବା। ଆଉ ଆଜିର ଶିକ୍ଷା ହେଲା, କୌଣସି ଲୋକ ମଧ୍ୟ ନିଜ ବୁଦ୍ଧି ଜ୍ଞାନରେ କ୍ରିୟାକର୍ମ କରି ଈଶ୍ୱରଙ୍କ ଛାମୁରେ ଧାର୍ମିକ ଗଣିତ ହେଇପାରିବ ନାହିଁ। ଆମେ ଏହି ବିଷୟରେ ଆଜି ବାଇବଲରୁ ଶିକ୍ଷା କରିବା। ଦେଖିନେବା ରୋମିଓ ପୁସ୍ତକ 3 ପର୍ବର 20 ପଦ ଆମେ ପାଠ କରିବା। ଆଉ ଏଠି ଯାହା ଲେଖା ହେଇଛି ତାହା ମାନେ ଶିକ୍ଷା କରିନେବା। 20 ପଦରେ ଏମିତି ଲେଖା ହେଇଛି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ତ ଦେଖନ୍ତୁ, ଏହି ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରିୟ ଶିଷ୍ୟ ପାଉଲ ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଆଉ ଭଉଣୀମାନଙ୍କୁ ଶିକ୍ଷା ଦେଇ କହୁଛନ୍ତି କ'ଣ ବୋଲି କହୁଛନ୍ତି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ତ କୌଣସି ଲୋକ ମଧ୍ୟ ଶାରୀରିକ କ୍ରିୟାକର୍ମର ବ୍ୟବସ୍ଥା ପାଳନ କରିକି ସେ କେବେ ମଧ୍ୟ ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇପାରିବ ନାହିଁ। କାହିଁକି ମାନେ ଏହି ଶାରୀରିକ ନୀତି ନିୟମ ଶାରୀରିକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ତାଇଁରୁ ଏକା ପାପର ଜ୍ଞାନଟା ଜନ୍ମ ହେବ। ତ ଏଥିପାଇଁ ବୋଲି କୌଣସି ଲୋକ ଶାରୀରିକ ନୀତି ନିୟମ ଶାରୀରିକ କ୍ରିୟାକର୍ମ କରିକି କେବେ ବି କେହି ମଧ୍ୟ ଈଶ୍ୱରଙ୍କର ଗୋଟେ ଧାର୍ମିକ ବ୍ୟକ୍ତି ହେଇ ହେବ ନାହିଁ। ଈଶ୍ୱରଙ୍କ ଛାମୁରେ ଗୋଟେ ଧାର୍ମିକ ଲୋକ ହେଇ ହେବ ନାହିଁ। ପାଣି ଗାଧୋଇ କେହି ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ହେଇ ହେବ ନାହିଁ। ଜାତି ପାଳନ କରି କେହି ମଧ୍ୟ ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କିମ୍ବା ଗୋଟେ କଲର୍ର ବସ୍ତ୍ର ପିନ୍ଧି କେହି ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କି ଖାଲି ପାଦରେ ଚାଲି ବୁଲି କେହି ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କି କୌଣସି ସମୁଦ୍ରରେ ଯାଇ ପାଣି ଗାଧେଇ ଦେଇ କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କି ମୁଣ୍ଡର ବାଲକୁ ଲମ୍ବା କରିକି ଛାଡ଼ି ଦେଇ କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କି ମୁଣ୍ଡର ବାଲ ସମ୍ପୂର୍ଣ୍ଣ କାଟି ଲଣ୍ଡା ହେଇଯାଇ ମଧ୍ୟ କେହି ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କିମ୍ବା ମାଛ ମାଂସ ଖାଇବାଟା ଛାଡ଼ି ଦେଇ ମଧ୍ୟ କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇ ହେବ ନାହିଁ। କିମ୍ବା ଏକୁଶିଆ କରି କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇପାରିବ ନାହିଁ। କି ଉଟାନି କରି କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇପାରିବ ନାହିଁ। କି 3 ଦିନିଆ କରି କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇପାରିବ ନାହିଁ। କି ଦଶାକ୍ରିୟା କରି କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇପାରିବ ନାହିଁ। କି ପର୍ବପର୍ବାଣୀ କରି କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇପାରିବ ନାହିଁ। କି ଏମିତି ଯେତିକି ବି ଶାରୀରିକ କ୍ରିୟାକର୍ମ ବା ଶାରୀରିକ ରୀତିନୀତି ନିୟମ ଗୁଡ଼ାକ ଅଛି, ଏହିସବୁ ପାଳନ କରି କୌଣସି ଲୋକ ଯେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହେଇପାରିବ ନାହିଁ। ସେଥିପାଇଁ ଏଠି ଲେଖା ହେଇଛି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ଏହି ସବୁରୁ ଆକା ପାପର ଜ୍ଞାନ ଜନ୍ମ ହେବ। ଏହି ଶାରୀରିକ ନୀତି ନିୟମ ଶାରୀରିକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଏକା ଏଇ ଜାଗାରେ ଏକା ଉଚ୍ଛାନିଚା ଦେଖିବାଟା ଅଛି। ଏଇ ଜାଗାରେ ଏକା ଜାତି ଭେଦଭାବ ଅଛି। ଏଇ ଜାଗାରେ ଏକା ସବୁ ପ୍ରକାରର ଗୋଟେ ଜଣକୁ ହୀନ କରିବାଟା ଅଛି। ଏଇ ଜାଗାରେ ଏକା ଜଣେ ଗର୍ବ କରିବାଟା ଅଛି। ଏଇ ଜାଗାରେ ପ୍ରେମ ନାହିଁ, ଏଇ ଜାଗାରେ ଦୟା ନାହିଁ, ଏଇ ଜାଗାରେ କ୍ଷମା ନାହିଁ। ପ୍ରଭୁଙ୍କର ସମସ୍ତ ପ୍ରକାରର ନତ ନମ୍ରର ଶିକ୍ଷା ଏଇ ଜାଗାରେ ହେବ ନାହିଁ। ଏଇ ଜାଗାରେ ଏକା ସମସ୍ତ ପ୍ରକାରର ପାପର ଜ୍ଞାନ ଆସିବ। ତ ଏଥିପାଇଁ ବୋଲି ମୋର ପ୍ରିୟର ଭାଇ ଭଉଣୀମାନେ, ଶାରୀରିକ କ୍ରିୟାକର୍ମ କରିକି କେଉଁ ଲୋକ କେବେ ମଧ୍ୟ ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇପାରିବ ନାହିଁ। ନିଜ ବୁଦ୍ଧି ଜ୍ଞାନରେ ଶାରୀରିକ କାମ କାର୍ଯ୍ୟ ଶାରୀରିକ ବ୍ୟବସ୍ଥା ପାଳନ କରି କେହି ମଧ୍ୟ ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇପାରନ୍ତି ନାହିଁ। ଆଉ ମଧ୍ୟ ଲେଖା ହେଇଛି ଏହି ବିଷୟରେ ହିଁ ଗାଲାତୀୟ ପୁସ୍ତକ 2:16 ପଦରେ ମଧ୍ୟ ଲେଖା ହେଇଛି। ଏଠି ବି ଏମିତି ଲେଖା ହେଇଛି, ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଅଛୁ। ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଏହି ଜାଗାରେ ମଧ୍ୟ ପ୍ରଭୁଙ୍କର ପ୍ରିୟ ଶିଷ୍ୟ ପାଉଲ ଶିକ୍ଷା ଦେଇ କହୁଛନ୍ତି ଯେ କେହି ମଧ୍ୟ ଶାରୀରିକ କ୍ରିୟାକର୍ମ ବା ଏହି ଯେଉଁ ମଣିଷମାନଙ୍କର ନୀତି ନିୟମ ନିଜ ବୁଦ୍ଧି ଜ୍ଞାନରେ ତିଆରି କରି ମାନୁଥିବା ନୀତି ନିୟମ ପାଳନ କରି କେହି ମଧ୍ୟ ଈଶ୍ୱରଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇପାରିବ ନାହିଁ।
এই সমস্ତ ନୀତି ନିୟମ ମାନିକି କେହି ମଧ୍ୟ ପ୍ରଭୁଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇପାରିବ ନାହିଁ କି ଉଦ୍ଧାରଟା ପାଇପାରିବ ନାହିଁ। ତ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ବାକ୍ୟ ମାନିଲା ପରେ ଉଦ୍ଧାର ପାଇହେବ। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଜୀବନ କାଟିଲା ପରେ ହିଁ ରକ୍ଷା ପାଇହେବ। ମାତ୍ର କୌଣସି ପ୍ରକାରରେ ଏହି ଶାରୀରିକ ନୀତି ନିୟମ ମାନି କେହି ମଧ୍ୟ ଉଦ୍ଧାର ପାଇପାରିବେ ନାହିଁ। ସେଥିପାଇଁ ବୋଲି ଲେଖା ହେଇଛି ଏହି ରୋମିଓ ପୁସ୍ତକ 3 ଅଧ୍ୟାୟର 26 ପଦରେ ଲେଖା ହେଇଛି। ରୋମିଓ 3:26 ଆମେ ଦେଖିବା। ରୋମିଓ 3 ଅଧ୍ୟାୟର 26 ପଦରେ ଏମିତି ଲେଖା ହେଇଛି, ପୁଣି ବର୍ତ୍ତମାନ କାଳରେ ଆପଣ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି। ତ ଦେଖନ୍ତୁ ମୋର ପ୍ରିୟର ଭାଇ ଭଉଣୀମାନେ, ଏହି ଜାଗାରେ ସେହି ପ୍ରଭୁଙ୍କର ପ୍ରିୟ ଶିଷ୍ୟ ପାଉଲ କହୁଛନ୍ତି କ'ଣ ବୋଲି କହୁଛନ୍ତି, ପୁଣି ବର୍ତ୍ତମାନ କାଳରେ ଆପଣ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି। ବୋଲେ ବର୍ତ୍ତମାନ ସମୟରେ ସେ ନିଜ ଧାର୍ମିକତା ପ୍ରକାଶ କରିବା ପାଇଁ ବୋଲି ଏଇଟା କରିଛନ୍ତି ଯେପରି ସେ ସ୍ୱୟଂ ଧାର୍ମିକ, ଯେମିତିକି ଯୀଶୁ ପ୍ରଭୁ ସ୍ୱୟଂ ନିଜେ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି। ତ ପ୍ରଭୁ ଯୀଶୁଙ୍କଠାରେ ଯେତେ ଜଣ ବିଶ୍ୱାସ କରିବେ ସେମାନଙ୍କୁ ପ୍ରଭୁ ଯୀଶୁ କ'ଣ ବୋଲିବେ, ଏମାନେ ଧାର୍ମିକ ଲୋକ ବୋଲି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ବିଶ୍ୱାସିନୀ ମାନଙ୍କୁ ପ୍ରଭୁ ଯୀଶୁ ଧାର୍ମିକ ବୋଲି ଗଣିଦେବେ ବୋଲିକି ଏଠି ଲେଖା ହେଇଛି। ତ ଏଥିପାଇଁ ଶାରୀରିକ ନୀତି ନିୟମ, ଶାରୀରିକ କ୍ରିୟାକର୍ମରେ ମଣିଷର ନିଜ ବୁଦ୍ଧି ଜ୍ଞାନରେ ଯାହା କଲେ ମଧ୍ୟ କେହି ଧାର୍ମିକ ହେଇପାରିବେ ନାହିଁ। ମାତ୍ର ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ବାକ୍ୟ ମାନି ଧାର୍ମିକ ହେଇ ହବ। ଆହୁରି ମଧ୍ୟ ଲେଖା ହେଇଛି ସେହି ରୋମିଓ ପୁସ୍ତକ 8 ଅଧ୍ୟାୟର 30 ପଦରେ ମଧ୍ୟ ଲେଖା ହେଇଛି। 8:30 ଏଠି ଏମିତି ଲେଖା ହେଇଛି, ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ତ ଦେଖନ୍ତୁ ମୋର ପ୍ରିୟର ଭାଇ ଭଉଣୀମାନେ, ଏଇ ଜାଗାରେ ମଧ୍ୟ ପାଉଲ ଶିକ୍ଷା ଦେଇ କହୁଛନ୍ତି କ'ଣ ବୋଲି କହୁଛନ୍ତି, ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ଯେଉଁମାନଙ୍କୁ ସେ ପୂର୍ବରୁ ତିଆରି କରିଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ଆଉ ସେମାନଙ୍କୁ ଆକା ପ୍ରଭୁ ଯୀଶୁ କ'ଣ କଲେ, ଆସିକି ଆହ୍ୱାନ କଲେ। ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ଯେଉଁମାନଙ୍କୁ ପ୍ରଭୁ ଯୀଶୁ ଡାକିଲେ ସେମାନଙ୍କୁ ସେ ମଧ୍ୟ କ'ଣ କଲେ, ଧାର୍ମିକ ବୋଲିକି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ତ ଦେଖନ୍ତୁ ଏଇ ଜାଗାରେ ମଧ୍ୟ ଆମେ ଶିକ୍ଷା କରିପାରିଲୁ ଯେ ଯେତେ ଲୋକକୁ ପ୍ରଭୁ ଯୀଶୁ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ଆକା ପ୍ରଭୁ ଯୀଶୁ ଜଗତରେ ଆସିଲାରୁ ଡାକିଲେ, ଆଉ ଯେଉଁମାନଙ୍କୁ ପ୍ରଭୁ ଯୀଶୁ ଡାକିଲେ, ଆଉ ଯେଉଁ ଲୋକମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ପାଖକୁ ଗଲେ ସେମାନଙ୍କୁ ପ୍ରଭୁ ଯୀଶୁ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ପ୍ରଭୁ ଯୀଶୁ କ'ଣ କଲେ, ଗୌରବାନ୍ୱିତ କଲେ। ତ ଦେଖନ୍ତୁ ମୋର ପ୍ରିୟର ଭାଇ ଭଉଣୀମାନେ, ଆମେ ଦେଖିପାରୁଛୁ ଯେ କୌଣସି ମଣିଷ ମଧ୍ୟ ନିଜ ବୁଦ୍ଧି ଜ୍ଞାନରେ କ୍ରିୟାକର୍ମ କରିକି ଈଶ୍ୱରଙ୍କ ଛାମୁରେ ଧାର୍ମିକ ଗଣିତ ହେଇପାରିବ ନାହିଁ। ମାତ୍ର ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ବାକ୍ୟ ମାନିଲେ ଈଶ୍ୱରଙ୍କ ସାମ୍ନାରେ ଗୋଟେ ଲୋକ ଧାର୍ମିକ ହେଇପାରିବ। ସେଥିପାଇଁ ଏହି ରୋମିଓ ପୁସ୍ତକ 10 ଅଧ୍ୟାୟର 4 ପଦରେ ମଧ୍ୟ ଲେଖା ହେଇଛି, ଏମିତି ଲେଖା ହେଇଛି, କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ତ ଦେଖନ୍ତୁ ଯେତେ ବିଶ୍ୱାସୀ ମାନେ ଅଛନ୍ତି ସବୁ ବିଶ୍ୱାସୀ ମାନେ ଧାର୍ମିକ ଗଣିତ ହେବା ପାଇଁ ବୋଲି ଯୀଶୁ ପ୍ରଭୁ ବ୍ୟବସ୍ଥାର ଲାଷ୍ଟ ହେଇଯାଇଛନ୍ତି। ତ ଏଥିପାଇଁ ବୋଲି ଆମେ ସମସ୍ତେ ପ୍ରଭୁ ଯୀଶୁଙ୍କୁ ଆଉ ଛାଡ଼ିଦେଲା ଆଉ ନାହିଁ କିଛି ଶିକ୍ଷା ନା, ମଣିଷ ଉଦ୍ଧାର ପାଇବା ପାଇଁ ପ୍ରଭୁ ଯୀଶୁଙ୍କୁ ଛାଡ଼ିଦେଲା ଦ୍ୱିତୀୟ କୌଣସି ରାସ୍ତା ନାହିଁ। ତ ସେ ହିଁ ଶେଷ, ତାଙ୍କଠାରେ ବିଶ୍ୱାସ କରି ତାଙ୍କ ବାକ୍ୟ ମାନିଲା ପରେ ଗୋଟେ ଲୋକ ଧାର୍ମିକ ଗଣିତ ହେଇ ହବ। ଆଉ ମଧ୍ୟ ଲେଖା ହେଇଛି ପ୍ରଥମ ଜୋହନ 3 ଅଧ୍ୟାୟର 7 ପଦରେ ମଧ୍ୟ ଲେଖା ହେଇଛି। ପ୍ରଥମ ଜୋହନ 3:7 ଏଠି ଏମିତି ଲେଖା ହେଇଛି, ହେ ବର୍ଷଗଣ କେହି ତୁମମାନଙ୍କୁ ଭ୍ରାନ୍ତ ନ କରୁ, ଯେ ଧର୍ମାଚରଣ କରେ ସେ ଯେପରି ଧାର୍ମିକ ଅଟନ୍ତି ସେ ସେହିପରି ଧାର୍ମିକ ଅଟେ। ତ ଦେଖନ୍ତୁ ଏଇ ଯେଉଁ ପ୍ରଥମ ଜୋହନ 3:7 ପଦରେ ପ୍ରଭୁଙ୍କର ପ୍ରିୟ ଶିଷ୍ୟ ଜୋହନ ମଧ୍ୟ ଏଠି କହୁଛନ୍ତି, ହେ ବର୍ଷଗଣ କେହି ତୁମମାନଙ୍କୁ ଭ୍ରାନ୍ତ ନ କରୁ, ଯେ ଧର୍ମାଚରଣ କରେ, ଯେ ଧର୍ମର ଆଚରଣ କରେ ସେ ଯେପରି ଧାର୍ମିକ ଅଟନ୍ତି ସେ ସେହିପରି ଧାର୍ମିକ ଅଟେ। ତ ଧର୍ମର ଆଚରଣ କ'ଣ? ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁ ଯାହା କହୁଛନ୍ତି ସେଇଟା ମାନିବାଟା ହେଲା ଧର୍ମର ଆଚରଣ କରିବାଟା। ପ୍ରଭୁ ଯୀଶୁଙ୍କୁ ଯଦି ଆମେ ସତ୍ୟ ବୋଲି ବିଶ୍ୱାସ କରୁଛୁ ତାହେଲେ ପ୍ରଭୁଙ୍କର ସମସ୍ତ କହିଥିବା ବାକ୍ୟ ମଧ୍ୟ ସତ୍ୟ। ବହୁତ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ମଧ୍ୟ ଆଇନରେ ମଧ୍ୟ ବୁଝାମଣାର ଅଭାବ ହେତୁ ସେମାନେ କହନ୍ତି ନାହିଁ କେବଳ ବିଶ୍ୱାସ ଦ୍ୱାରା ଏକା ଆମେ ଧାର୍ମିକ ଗଣିତ ହେଇପାରିବା, ଖାଲି ବିଶ୍ୱାସ କଲେ ଆମେ ଉଦ୍ଧାର ପାଇ ସ୍ୱର୍ଗକୁ ବାହାରି ଯାଇପାରିବା, ଏମିତି ପ୍ରାୟ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ କହନ୍ତି। କିନ୍ତୁ ଖାଲି ବିଶ୍ୱାସ କରିଦେଲେ ମଧ୍ୟ ଉଦ୍ଧାର ପାଇ ହେବ ନାହିଁ, ଖାଲି ବିଶ୍ୱାସ କରିଦେଲେ ମଧ୍ୟ ଧାର୍ମିକ ହେଇ ହେବ ନାହିଁ। ସେଥିପାଇଁ ବୋଲି ରୋମିଓ ପୁସ୍ତକ 2 ଅଧ୍ୟାୟ 13 ପଦରେ ଲେଖା ହେଇଛି,
କାରଣ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ନୁହନ୍ତି, ମାତ୍ର ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ। ତାମାନେ ବ୍ୟବସ୍ଥାର ଅର୍ଥ ହେଉଛି ଶିକ୍ଷା। ଶିକ୍ଷା ଶୁଣିଦେବା ଲୋକ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ହେଇପାରିବେ ନାହିଁ, ମାତ୍ର ଶିକ୍ଷାକୁ ମାନିବା ଲୋକ ଧାର୍ମିକ ଗଣିତ ହେବେ ବୋଲି ଲେଖା ହେଇଛି। ଆଉ ଆମେ ଯଦି ଧାର୍ମିକ ହେବାକୁ ଇଚ୍ଛା କରୁଛୁ, ତାହେଲେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ ପ୍ରଭୁ ଯୀଶୁ ଆମକୁ ଯେଉଁ ଶିକ୍ଷା ଦେଉଛନ୍ତି ସେ ଅନୁସାରେ ଚାଲିଲେ ହିଁ ଧାର୍ମିକ ଗଣିତ ହେବ। ଧର୍ମର ଆଚରଣ କଲା ପରେ ହିଁ ଆମେ ଧାର୍ମିକ ଗଣିତ ହେବ। ଆଉ ଧାର୍ମିକ ହେଲେ ରକ୍ଷା ପାଇକି ସ୍ୱର୍ଗକୁ ଯାଇହେବ। ଧାର୍ମିକ ନ ହେଇ କେହି ମଧ୍ୟ ଉଦ୍ଧାର ପାଇ ହେବ ନାହିଁ। ଆଉ ଧାର୍ମିକ ହେଲା ପରେ ହିଁ ଆମେ ଉଦ୍ଧାର ପାଇ ହେବ। ସେଥିପାଇଁ ଖାଲି ବିଶ୍ୱାସ କଲେ ମଧ୍ୟ ହେବ ନାହିଁ। ପ୍ରଭୁ ଯୀଶୁ ଯେ ସତ୍ୟ ପ୍ରଭୁ ବୋଲି ଖାଲି ବିଶ୍ୱାସ କରିଦେଲେ ମଧ୍ୟ ହେବ ନାହିଁ। ପ୍ରଭୁ ଯୀଶୁ ଯେ ସତ୍ୟ ବୋଲି ବିଶ୍ୱାସ କଲା ପରେ ପ୍ରଭୁଙ୍କର ବାକ୍ୟ ମଧ୍ୟ ମାନିବା ଦରକାର। ବାକ୍ୟ ନ ମାନିଲେ କେହି ମଧ୍ୟ ଧାର୍ମିକ ହେଇ ହେବ ନାହିଁ। ବାକ୍ୟ ନିହାତି ମାନିବାକୁ ପଡ଼ିବ। ସେଥିପାଇଁ ଲେଖା ହେଇଛି ଯାକୁବ ପୁସ୍ତକ 2:24 ପଦରେ ଲେଖା ହେଇଛି, ଏଠି ଏମିତି ଲେଖା ହେଇଛି, କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ ଏହା ତୁମେ ମାନେ ଦେଖୁଅଛ। ତ ଖାଲି ବିଶ୍ୱାସ କରିଦେଲେ ଗୋଟେ ମଣିଷ ଧାର୍ମିକ ଗଣିତ ହେଇହେବ ନାହିଁ। କର୍ମ କଲା ପରେ ହିଁ ଧାର୍ମିକ ଗଣିତ ହେଇହେବ। ଯେମିତି ଏଇଠି ଅବ୍ରାହମଙ୍କ ଷ୍ଟୋରି ଲେଖା ହେଇଛି। ଅବ୍ରାହମକୁ ପରମେଶ୍ୱର କହିଲେ ତୁମର ଏକମାତ୍ର ପୁତ୍ର ଇସାକୁ ମରିଆ ଦେଶରେ ନେଇକି ମୁଁ ଯେଉଁ ପର୍ବତ କହିବି ସେଇ ପର୍ବତରେ ବଳି ଉତ୍ସର୍ଗ କରିଦିଅ ବୋଲି କହିଲା ପରେ ଅବ୍ରାହମ ନିଜେ ମନା କଲେ ନାହିଁ କି ତାର ମାଇଗଣା ମଧ୍ୟ ପୁଅକୁ ନେଇ ବଳି ଉତ୍ସର୍ଗ କରିବା ପାଇଁ ମୋତେ ପରମେଶ୍ୱର କହୁଛନ୍ତି ମୁଁ ନେବି କି ବୋଲି ପଚାରିଲେ ନାହିଁ। ଯେମିତି କହିଲେ ସେମିତି ପୁଅକୁ ଧରିକି ଚାଲିଲେ। ଆଉ ସେତେବେଳେ ଆକା ପରମେଶ୍ୱର ଦେଖିଲେ ଯେ ପ୍ରକୃତରେ ଅବ୍ରାହମ ଖାଲି ମୋତେ ବିଶ୍ୱାସ କରୁନାହିଁ, ମୁଁ ଯାହା କହିଲେ ତାହା ମାନିବାକୁ ମଧ୍ୟ ଅବ୍ରାହମ ପ୍ରସ୍ତୁତ ଅଛି। ତ ଏଇ କର୍ମ ଅବ୍ରାହମ କଲେ। ତ ଠିକ୍ ଏମିତି ଆକା ପ୍ରଭୁ ଯୀଶୁଙ୍କୁ ପ୍ରାୟ ଖ୍ରୀଷ୍ଟିଆନ ବିଶ୍ୱାସୀ ଭାଇ ଭଉଣୀମାନେ ଖାଲି ପ୍ରଭୁ ଯୀଶୁକୁ ଆକା ବିଶ୍ୱାସ କରୁଛନ୍ତି, ମାତ୍ର ପ୍ରଭୁ ଯୀଶୁ ଯେତିକି ବାକ୍ୟ କହିଛନ୍ତି ସେଇଟାକୁ ସେମାନେ ଖାମଖିଆଲ କରିଦେଇଛନ୍ତି। ପ୍ରଭୁ ଯୀଶୁ ଯେମିତି ସତ୍ୟ, ପ୍ରଭୁଙ୍କର ବାକ୍ୟ ମଧ୍ୟ ସେମିତି ହିଁ ସତ୍ୟ। ପ୍ରଭୁ ଯାହା କହିଛନ୍ତି ସେଇଟା ମଧ୍ୟ ସତ୍ୟ କଥା ପ୍ରଭୁ କହିଛନ୍ତି, କିଛି ଅନ୍ୟ କହିନାହାନ୍ତି। ସେଥିପାଇଁ ପ୍ରଭୁ ଯୀଶୁ କହିଲେ ଆକାଶର ପୃଥିବୀ ଲୋପ ପାଇବ, ମାତ୍ର ମୁଇଁ କହିଥିବା ବାକ୍ୟ ଇଆଡ଼େ ସିଆଡ଼େ କିଛି ଗୋଟେ ବି ହେବ ନାହିଁ ବୋଲି। ତ ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ଖାଲି ବିଶ୍ୱାସ କଲେ ତ ଧାର୍ମିକ ହେଇବ ନାହିଁ। ବିଶ୍ୱାସ କରି ତାଙ୍କର ବାକ୍ୟ ମାନିଲା ପରେ ଆକା ଧାର୍ମିକ ଗଣିତ ହେଇ ହେବ। ଆଉ ଧାର୍ମିକ ହେଲେ ହିଁ ଉଦ୍ଧାର ପାଇକି ସ୍ୱର୍ଗକୁ ଯାଇ ହେବ, ନହେଲେ ଯାଇ ହେବ ନାହିଁ। ସେଥିପାଇଁ ପିତର ପୁସ୍ତକରେ ଲେଖା ହେଇଛି, ପ୍ରଥମ ପିତର 4:18 ଲେଖା ହେଇଛି, ପୁଣି ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ। ତ ଯଦି ଧର୍ମ କରିଥିବା ଗୋଟେ ଧାର୍ମିକ ଲୋକ ଯଦି କଷ୍ଟରେ ପରିତ୍ରାଣ ପାଉଛି, ତେବେ ଗୋଟେ ଅଧାର୍ମିକ ଲୋକ ଆଉ କେତେବେଳେ ସେ ମୁଁ ଆର ସ୍ୱର୍ଗକୁ ଆସିବି କି ପ୍ରଭୁ ବୋଲି ସେ ଆଉ କହିପାର କଥା। ତ ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀମାନେ ନିହାତି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ବାକ୍ୟ ମାନିବା ଦରକାର। ବାକ୍ୟ ମାନିଲା ପରେ ଆମେ ଧାର୍ମିକ ହେବ। କିନ୍ତୁ କୌଣସି ଲୋକ ଯେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ନ କରି ପ୍ରଭୁଙ୍କର ବାକ୍ୟ ନ ମାନିକି ତା ନିଜ ବୁଦ୍ଧି ଜ୍ଞାନରେ ସେ ଯେତେ ଚେଷ୍ଟା କରି ସେ ଯେମିତିକା କ୍ରିୟାକର୍ମ ସାଧନ କଲେ ମଧ୍ୟ ସେ କେବେ ଧାର୍ମିକ ହେଇପାରିବ ନାହିଁ, ଉଦ୍ଧାର ପାଇପାରିବ ନାହିଁ। ଯଦି ଧାର୍ମିକ ହେଇକି ରକ୍ଷା ପାଇବାକୁ ଇଚ୍ଛା କରୁଛୁ, ତାହେଲେ ପ୍ରତ୍ୟେକ ମଣିଷକୁ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ପ୍ରଭୁ ଯୀଶୁ ଯାହା କହୁଛନ୍ତି ସେ ସମସ୍ତ ବାକ୍ୟ ଅନୁସାରେ ପରିବର୍ତ୍ତନ ହେବାକୁ ପଡ଼ିବ, ତେବେ ଯେ ଆମେ ସମସ୍ତେ ରକ୍ଷା ପାଇବ। ତ ସେଥିପାଇଁ ଆସୁ ମୋର ପ୍ରିୟ ଭାଇ ଭଉଣୀମାନେ, ଆମେ ସମସ୍ତେ ଆଜି ଶୁଣିଥିବା ବାକ୍ୟର ଅନୁସାରେ ସମସ୍ତେ ନିଜ ନିଜକୁ ପରୀକ୍ଷା ନିରୀକ୍ଷା କରିବା। ସମସ୍ତେ ନିଜ ନିଜକୁ ପଚାରି ଦେଖିବା ଯେ ପ୍ରକୃତରେ ମୁଁ କ'ଣ କୌଣସି ମୋ ନିଜ ବୁଦ୍ଧିଜ୍ଞାନର କ୍ରିୟାକର୍ମ କରିକି ମୁଁ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ହେବାକୁ ଇଚ୍ଛା କରୁଛି, ନା ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ବାକ୍ୟ ମାନି ଧାର୍ମିକ ଗଣିତ ହେବାକୁ ଇଚ୍ଛା କରୁଛି। ଏଇଟା ଆମେ ସମସ୍ତେ ନିଜ ନିଜକୁ ପଚାରି ଦେଖିବା। ଯଦି ଆମେ ସମସ୍ତେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ବାକ୍ୟ ମାନିକି ଧାର୍ମିକ ହୋଇ ରକ୍ଷା ପାଇବାକୁ ଇଚ୍ଛା କରୁଛୁ, ତାହେଲେ ତ ଏଇଟା ବହୁତ ଭଲ। ଆଉ ଏମିତି ହିଁ ଆମ ନିଜ ନିଜ ଜୀବନ ଶେଷ ପର୍ଯ୍ୟନ୍ତ ଏମିତି ଚାଲିକି ଧାର୍ମିକ ହୋଇ ରକ୍ଷା ପାଇ ସ୍ୱର୍ଗକୁ ଯିବା। ଆଉ ଯଦି ଏମିତି ନ ହୁଏ, ଯଦି ନିଜ ବୁଦ୍ଧି ଜ୍ଞାନରେ କିଛି ଗୋଟେ କାମ କାର୍ଯ୍ୟ କରିକି କିଛି ଗୋଟେ କ୍ରିୟାକର୍ମ ରୀତିନୀତି ପାଳନ କରି ମୁଇଁ ଏମିତି ହେଇକି ଈଶ୍ୱରଙ୍କ ରାଜ୍ୟକୁ ଧାର୍ମିକ ହେଇଯିବି ଗଲାଟା, ଏଇଟା ବୃଥା। ଆଇନରେ କେବେ ମଧ୍ୟ ସଫଳତା ନାହିଁ। ତ ସେଥିପାଇଁ ଆଜି ଯଦି ଏମିତିରେ ଯଦି ଲୋକମାନେ ଯଦି ଏମିତି ଭାବିକି ଯଦି ଏମିତିରେ ଧାର୍ମିକ ହେବାକୁ ଯଦି ଇଚ୍ଛା କରୁଛି, ତାହେଲେ ତାର ପାଇଁ ଆଜି ମଧ୍ୟ ସମୟ ସୁଯୋଗ ଅଛି। ପ୍ରଭୁ ଯୀଶୁଙ୍କୁ ସେଇ ସବୁ ଛାଡ଼ି ଦେଇକି ସେ ସମସ୍ତ ଶାରୀରିକ ରୀତିନୀତି ପାଳନ କରିବାରେ ଛାଡ଼ି ଦେଇ ନିଜ ବୁଦ୍ଧିଜ୍ଞାନର କ୍ରିୟାକର୍ମକୁ ମାନିବାରେ ଛାଡ଼ି ଦେଇ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ବାକ୍ୟ ପାଳନ କରି ଧାର୍ମିକ ହେଇ ରକ୍ଷା ପାଇକି ସ୍ୱର୍ଗକୁ ଯିବା। ଏହିସବୁ ବାକ୍ୟ ଦେଇ ଯୀଶୁ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।